ଶାନ୍ତି ମାଝୀଙ୍କୁ ସ୍ୱାଗତ ଜଣାଇଲେ ନର୍ଲା ଅଞ୍ଚଳବାସୀ। ବହୁମୂଲ୍ୟ ଜୀବନର ନିଜ ଜୀବନ ଜଞ୍ଜାଳରେ ସଂଗ୍ରାମ କରି ନିଜ ପରିବାର ପାଇଁ ଶାନ୍ତି ଆଣିଥାନ୍ତି। କିନ୍ତୁ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ସମାଜ ସେବା କରି ସମାଜରେ ଏକ ଶାନ୍ତିର ବାତାବରଣ ସୃଷ୍ଟି କରି ନିଜେ ଖୁବ୍ ଶାନ୍ତି ପାଇଥାନ୍ତି। ନିଜର ପେଶାରେ ରହି ମଧ୍ୟ ସମାଜ ସେବା ନିଶା ରଖି ଅନବରତ ସମାଜ ସେବାରେ ନିଜକୁ ନିୟୋଜିତ କରିବା ଖୁବ୍ କମ୍ ଲୋକଙ୍କ ମନରେ ସୃଷ୍ଟି ହୋଇଥାଏ। ସେମିତି ଏକ ସମାଜସେବୀ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତର ଉଲିସିର୍କା ଗାଁର ଶାନ୍ତି ମାଝୀ। ସେ ଜଣେ ପେଶାରେ ଆଶାକର୍ମୀ ହୋଇଥିବା ବେଳେ ନିଶା ତାଙ୍କର ସମାଜ ସେବା। ପ୍ରତିଦିନ କିଛି ନା କିଛି ସମାଜ ସେବା ନ କରିଲେ ତାଙ୍କୁ ରାତିରେ ନିଦ ହୋଇନଥାଏ। ରାଜଧାନୀ ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିବା ଆଦିବାସୀ ମେଳାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ସମାଜ ସେବା ପାଇଁ ତାଙ୍କୁ ସମ୍ମାନିତ କରିଛନ୍ତି। ଶାନ୍ତି ମାଝୀ ସମ୍ମାନିତ ହୋଇ ଗାଁକୁ ଫେରିଲା ବେଳେ ନର୍ଲା ରେଳ ଷ୍ଟେସନରେ ନର୍ଲା ଅଞ୍ଚଳବାସୀ ଅପେକ୍ଷା କରି ରହିଥିଲେ। ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ତାଙ୍କ ପ୍ରିୟ ମଣିଷକୁ ଶୁଭେଚ୍ଛା ଜଣାଇବା ପାଇଁ ରେଳ ଷ୍ଟେସନରେ ଶୁଭେଚ୍ଛୁମାନଙ୍କ ଗହଳି ଲାଗିଥିଲା। ଷ୍ଟେସନରେ ପହଞ୍ଚିବା ପରେ ଶାନ୍ତି ମାଝୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହିତ ନର୍ଲା ଅଞ୍ଚଳବାସୀ ଖୁବ୍ ଗର୍ବ ଅନୁଭବ କରିଥିଲେ। ଶାନ୍ତି ମାଝୀ ନିଜ ପେଶା ବ୍ୟତୀତ ସମାଜ ସେବାକୁ ନିଶା ଭାବରେ ଗ୍ରହଣ କରି ନିଜର ଏକାଗ୍ରତା ବଳରେ ଲୋକଙ୍କ ପ୍ରିୟପାତ୍ର ହେବାର ଗୌରବ ଅର୍ଜନ କରିଛନ୍ତି। ଶାନ୍ତି ମାଝୀ ପ୍ରତ୍ୟେକ ଦିନ ସମାଜ ସେବା କରି ତାଙ୍କ ଦିନର ଆରମ୍ଭ କରିଥାନ୍ତି। କାହାକୁ ରକ୍ତ ଦରକାର ଅବା ଚିକିତ୍ସାର ଅର୍ଥ ବାଧକ ସାଜିଲେ ଶାନ୍ତି ମାଝୀ ଜାଣିପାରିଲେ ସଙ୍ଗେ ସଙ୍ଗେ ଯାଇ ସାହାଯ୍ୟ କରିଥାନ୍ତି। ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବୃଦ୍ଧ ବୃଦ୍ଧା ଓ ଅନାଥ ଶିଶୁମାନଙ୍କୁ ଶୀତବସ୍ତ୍ର ଦେଇଥାନ୍ତି। ତାଙ୍କର ଏହି ନିଃସ୍ୱାର୍ଥପର କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମାଜସେବୀ ଭାବେ ପୁରସ୍କୃତ ହୋଇଛନ୍ତି। ତାଙ୍କର ଏହି ସମାଜ ସେବାରେ ନିଜକୁ ଶାନ୍ତି ମିଳୁଥିବା ବେଳେ ଜୀବନ ଥିବା ପର୍ଯ୍ୟନ୍ତ ସେ ସମାଜ ସେବାରେ ନିଜକୁ ନିୟୋଜିତ କରି ରଖିଥିବେ ବୋଲି ଶାନ୍ତି ମାଝୀ ପ୍ରକାଶ କରିଛନ୍ତି। ଶାନ୍ତି ମାଝୀ ଭଳି ଜଣେ ସମାଜସେବୀଙ୍କୁ ପାଇ ନର୍ଲା ଅଞ୍ଚଳବାସୀ ଖୁବ୍ ଗର୍ବ ଅନୁଭବ କରିଛନ୍ତି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୋଧିଆଙ୍କ ରିପୋର୍ଟ, এবି ନ୍ୟୁଜ୍।